ନୂଆପଡ଼ା ନିର୍ବାଚନ ପାଇଁ ଆମେ ଆସିଥିଲୁ ନୂଆପଡ଼ା ଏବଂ ବୁଲାବୁଲି ରିପୋର୍ଟିଂ ଅନ୍ୟାନ୍ୟ ସବୁ କିଛି ସରିଲା। ଏବେ ଆମେ ଫେରୁଛୁ ଏବଂ ଫେରିବା ବେଳେ ବିଜେପିର ଗୋଟେ ପ୍ରେସ୍ ମିଟ୍ ଥିଲା ଏବଂ ପ୍ରେସ୍ ମିଟ୍ ସରିବା ପରେ ଏଠି ଗୋଟେ ଭୋଜନ ବ୍ୟବସ୍ଥା ସାମ୍ବାଦିକମାନଙ୍କ ପାଇଁ ହେଇଥିଲା। ଆମେ ସେ ଭୋଜନ ପାଇଁ ଏଠି ଅପେକ୍ଷା କରୁଛୁ, କିନ୍ତୁ ତା ଭିତରେ ଆଉ କିଛି କଥା ଟିକେ ଆଲୋଚନା କରିଦେବାକୁ ଉପଯୋଗୀ କିଛି ବରିଷ୍ଠ ସାମ୍ବାଦିକମାନଙ୍କ ସହିତ କଥା ହେଉଥିଲି ଯେ ବିଶେଷ କରି କୋମନା ଯେଉଁଟା ବିଜେଡ଼ିର ଗଡ଼ ଥିଲା ସେଠି ବର୍ତ୍ତମାନ କ'ଣ ସ୍ଥିତି ଅଛି ଏବଂ ସେଠି ବିଜେପିର ଯେହେତୁ ଶାସକ ଦଳ ହେଉଛି ବିଜେପି, ତେଣୁ ବିଜେପି ଜିତିବା ପାଇଁ ଗୁଡ଼ାଏ କସରତ କରୁଥିବା ଚର୍ଚ୍ଚା ହେଉଛି। ତେଣୁ ମୋଟାମୋଟି ଗୋଟେ ଆଲୋଚନା ସବୁବେଳେ ବିଜେପି ନେଇକି ହେଉଛି ଯେ ବିଜେପି ଜିତି ପାରିବ କି ନାହିଁ। ଏବଂ ଆପଣ ଯେଉଁ ଦେଖିଥିବେ ଆମ ଖବରକାଗଜରେ ଶୀର୍ଷକ ବି ଆମେ ରଖିଥିଲୁ କିଏ ହାରିବ। ତେଣୁ ସେଇ ଏଙ୍ଗେଲରେ ଆମେ ଯଦି ଦେଖିବା କୋମନା ବ୍ଲକରେ ଯେଉଁ ଟୋଟାଲ ଆପଣଙ୍କର 131ଟି ଯେଉଁ 130ଟି ଯେଉଁ ବୁଥ୍ ଅଛି ସେ 30ଟି ବୁଥ୍ରେ ଗତ ଥର 26,000 ଭୋଟ ବିଜେଡି ଖାତାରେ ପଡ଼ିଥିଲା ଏବଂ 17,000 ପାଖାପାଖି ଭୋଟ ତା ଭିତରେ ଏପଟ ସେପଟ ସଂଖ୍ୟା ହେଇପାରେ 17,000 ପାଖାପାଖି ଭୋଟ ଆପଣଙ୍କର ବିଜେପି ଖାତାରେ ପଡ଼ିଥିଲା ଏବଂ ଘାସିରାମ ଯେଉଁ ସ୍ୱାଧୀନ ପ୍ରାର୍ଥୀ ଥିଲେ ଏବଂ ଏସଟି ସମୁଦାୟ ଏକଜୁଟ ହେଇଥିଲେ ଏବଂ ସିଏ 24,000 ଭୋଟ ପାଇଥିଲେ। କିନ୍ତୁ ଯଦି ଏଇ ଯେଉଁ 24,000 ଘାସିରାମ ଭୋଟ ଯଦି ତୁଳନା କରିବା 2019 ସହିତ, ତେବେ 2019ରେ ଘାସିରାମ ପାଖାପାଖି 17,000 ଭୋଟ ପାଇଥିଲେ ତାଙ୍କ କଂଗ୍ରେସରୁ ପ୍ରାର୍ଥୀ ହେଇକି। ଏବଂ ଯଦି ଦେଖିବା 2024 ବେଳକୁ ସେ 24,000 ପାଇଲେ, ଯେହେତୁ ଆଦିବାସୀ ଉପରେ ଏକଜୁଟ ହେଲେ ମାନେ ପାଖାପାଖି 7,000 ଅଧିକ ଆଦିବାସୀ ଭୋଟ ତାଙ୍କ ଆଡ଼କୁ ହୁଏତ ଆସିଥାଇପାରେ। କଂଗ୍ରେସ ଭୋଟ ଯଦି କଂଗ୍ରେସ ବି 7,000 ପଳେଇ, ତେଣୁ ଯଦି ଆମେ ଆଦିବାସୀ ଘାସିରାମଙ୍କର 24,000 ଭୋଟରୁ ଯଦି ଆମେ 7,000 ମାଇନସ୍ କରିଦେବା ତାହେଲେ ଆଉ ପାଖାପାଖି ରହିଲା ଆପଣଙ୍କର 17,000 ପ୍ଲସ୍ ଏଠୁ ପାଇଲେ 6,000। ଯେତିକି ଏଣୁ ଗଲା ସେତିକି ସେଣୁ ସେ ଆଦିବାସୀ ଭୋଟ ନେଇ ଆସିଥିଲେ। ତେଣୁ ଆମେ ଧରିବା 2019 ନିର୍ବାଚନ ଯେତିକି ଭୋଟ ପାଇଥିଲେ ପାଖାପାଖି ସେ 15-17,000 ଘାସିରାମ ଏଥର ଧରି ରଖିବାରେ ହୁଏତ ସମ୍ଭବ ହେଇପାରନ୍ତି ଯଦି ଆଉ କିଛି ଡିଲ୍ ଫିଲ୍ର କଥା ଯଦି ସତ ନ ହୁଏ। ତେଣୁ ଯଦି ସିଏ 15,000 ଭୋଟ ରଖିଲେ ବାକି ଏଇ ଯେଉଁ ଆଉ ଯେଉଁ ରହିଲା 7-8,000 10,000 ଭୋଟ, ସେଇ 10,000 ଭୋଟ ଏବେ ବିଜେଡ଼ି ଆଉ ବିଜେପି ଭିତରେ ଯେଉଁ ଡିଫରେନ୍ସ 17,000 ଆଉ 26,000, ଇଏ ଯେଉଁ ଡିଫରେନ୍ସ ଥିଲା ପାଖାପାଖି 9,000 ଭୋଟର, ଏପଟୁ ଯେଉଁ 10,000 ଭୋଟ ବାହାରିବ ଯେହେତୁ ଆଦିବାସୀ ସମ୍ପ୍ରଦାୟ ଭାଗ ଭାଗ ହେଇଛି, ତ ସେ 10,000 ଭୋଟକୁ ଉଭୟ ବିଜେଡ଼ି ବିଜେପି କେମିତି ବଣ୍ଟାକୁଟା ହେବ ଇଏ ଗଣିତ କମନାରେ କ'ଣ ଅଛି। ଆମେ ଯାହା ବରିଷ୍ଠ ଜଣେ ସାମ୍ବାଦିକ ସହିତ କଥା ହେଉଥିଲେ ଏଇ କମନାର, ସେ କହୁଥିଲେ ଯେ ଯଦିଓ ବିଜେପି କସରତ କରୁଛି ଏବଂ ଯେତିକି ଆଶା କରାଯାଉଥିଲା ସେ ଆଶାଟା ଫଳବତୀ ହେବ କି ନାହିଁ ତାକୁ ନେଇ ଗୋଟେ ଶଙ୍କା ତିଆରି ହେଉଛି। କାହିଁକି ନା କେତେଗୁଡ଼ା ମ୍ୟାନେଜମେଣ୍ଟ କଥାକୁ ନେଇକି ଗୋଟେ ତଳେ ଶୁଣିବା ଭୋଟ ନିଶ୍ଚିତ ଭାବରେ ବିଜେପିର ପୂର୍ବାପେକ୍ଷା ବଢ଼ିବ, ଇଏ ଗଲା କୋମନା କଥା। ଏବଂ ଯଦି ଦେଖିବା ବୁଥ୍ କଥା ଦେଖିବା ତାହେଲେ ନୂଆପଡ଼ାରେ ଡାଟା କହୁଛି ଯେ ଗତ ଥର ବିଜେପି ଖାତାରେ 21,000 ଭୋଟ ପଡ଼ିଥିଲା ଏବଂ 24,000 ଭୋଟ ବିଜେଡ଼ି ଖାତାରେ ପଡ଼ିଥିଲା ଏବଂ 23,000 ଭୋଟ ପଡ଼ିଥିଲା ଘାସିରାମ ଖାତାରେ ଆଦିବାସୀ ଏକଜୁଟ ଥିଲେ। କିନ୍ତୁ 2017କୁ ନେବା ସେତେବେଳେ 22,000 ଭୋଟ ପଡ଼ିଥିଲା ନୂଆପଡ଼ାରେ, ସେତେବେଳେ ବି ବିନା ଆଦିବାସୀ ଫ୍ୟାକ୍ଟର ନ ଥାଇକି ବି ସେତେବେଳେ ଘାସିରାମ ଭୋଟ। ତେଣୁ ଏଠି ଘାସିରାମଙ୍କର ଗୋଟେ ଭଲ ଭୋଟ ବ୍ୟାଙ୍କ ଅଛି। ତେଣୁ ଏଠି ଯେଉଁ ଲଢ଼େଇଟି ତ୍ରିମୁଖୀ ଲଢ଼େଇ ହେବ ବୋଲି ଗୋଟେ ଯାହା ସାମ୍ବାଦିକ ମାନେ ବରିଷ୍ଠ ସାମ୍ବାଦିକ ମାନେ ଲୋକାଲ ସାମ୍ବାଦିକଙ୍କ କଥା କହୁଥିଲୁ ଏବଂ ବିଭିନ୍ନ ଦଳର ଯେଉଁ ଗ୍ରାସରୁଟ୍ରେ ଯେଉଁ ଲିଡରମାନେ ଅଛି ତାଙ୍କୁ ମ୍ୟାନେଜମେଣ୍ଟ କରିବାର ଯେଉଁ କୌଶଳ ସମସ୍ତଙ୍କର ୱଷ୍ଟ ଥିଲା ବୋଲି ଗୋଟେ ଆଲୋଚନା ହେଉଛି। ସମସ୍ତେ ଗୋଟେ ରାଣ୍ଡମ୍ ୱେରେ ଯେହେତୁ ପ୍ରସଙ୍ଗ ଏଠି କିଛି ରହିଲାନି, ଯେହେତୁ ସେଇ ଯାଜୁ ଢୁଲିକାକୁ ନେଇକି ବହୁତ କଥା ଏଠି ଆଞ୍ଚଳିକରେ ବହୁତ କଥା ନେଗେଟିଭ ଅଛି ଏବଂ ଯେତେବେଳେ ତାଙ୍କ ପୁଅ ବିଜେପିକୁ ଆସୁଛନ୍ତି ତେଣୁ କୌଣସି ନେଗେଟିଭ ଆଉ ସାମ୍ନାକୁ ଅଣାଗଲାନି। ସମସ୍ତେ ଚାପି ଦେବାକୁ ଲାଗିଲେ, ଯେହେତୁ ରାଜୁ ଜୁଲିଆଙ୍କ ଫଟୋକୁ ବ୍ୟବହାର କରୁଛି ବିଜେଡି, ରାଜୁ ଢୁଲିକାଙ୍କୁ ପ୍ରାର୍ଥୀକି ବ୍ୟବହାର କରୁଛି, ଫଟୋକୁ ବ୍ୟବହାର କରୁଛି ବିଜେପି। ତେଣୁ ସେସବୁ କଥା ବର୍ତ୍ତମାନ ପୁରା ପଛପଟକୁ ଠେଲି ଦିଆଯାଇଛି। ତେଣୁ ସେ ପରିସ୍ଥିତିରେ ଏଇ ଯେଉଁ ନୂଆପଡ଼ାରେ ଯେଉଁଟା ବ୍ଲକଟା କେବଳ ଏନ୍ଏସି ନୁହେଁ ନୂଆପଡ଼ାରେ, ତେଣୁ ଇଏ ତିନି ଜଣଙ୍କ ଭିତରେ ଗୋଟେ କଠୋର ଲଢ଼େଇ ହେବ ଏବଂ ବହୁତ କମ୍ ମାର୍ଜିନ୍ ରହିବ। ଯାହା ଫ୍ୟାକ୍ଟର ଚେଞ୍ଜ କରିବ ହେଉଛି ଆପଣଙ୍କର କୋମନା, ସେଇଟା ଉପରେ ବଡ଼ ଡିପେଣ୍ଡେଣ୍ଟ। ଆଉ ଯଦି ଖରିଆର ଦେଖିବେ, ଖରିଆରରେ ପାଖାପାଖି 3,000 ଯେଉଁ ଡିଫରେନ୍ସ ବିଜେଡ଼ି 5,000 ବିଜେଡ଼ିରେ ଥିଲା, 3,000 ବିଜେପିରେ ଥିଲା, ସେଠି ଉଲ୍ଟ ପାଲ୍ଟା ହେବ ବୋଲି ଗୋଟେ ପ୍ରକାର ସାମ୍ବାଦିକମାନେ ଏଠାରେ କହୁଛନ୍ତି ଯେ ସେ ସଂଖ୍ୟାଟା ଏପଟ ସେପଟ ବିଜେପିର ଅଧିକ ପଡ଼ିବ ବିଜେଡ଼ିକି କମ୍ ପଡ଼ିବ। ଏବଂ ଯଦି ଯିବା ଆମର ନୂଆପଡ଼ା ଏନ୍ଏସିକି ଯଦି ଯିବା ତାହେଲେ ନୂଆପଡ଼ା ଏନ୍ଏସିରେ ବିଜେପି ସେତେଟା ଭଲ କରିବ ବୋଲି ଗୋଟେ ସମ୍ପୂର୍ଣ୍ଣ ଗ୍ୟାରେଣ୍ଟି ନଥିବା ମାନେ କହୁଛନ୍ତି। ତେଣୁ ଇଏ ହେଉଛି ଚିତ୍ର। ତେଣୁ ଏ ଚିତ୍ର କେମିତି କ'ଣ ଆଗକୁ ଫଳ ଦେଉଛି 14 ତାରିଖ ନିର୍ବାଚନ ବେଳେ 11 ତାରିଖ ଲୋକ କେମିତି ଭୋଟିଂ ଦେଉଛି ତାପରେ ହିଁ ସ୍ପଷ୍ଟ ହେବ।